ମାନେ ଦୁଇଟା ଜିନିଷର ମୋତେ ଯଦି ଡିଷ୍ଟର୍ବ କରିବ ବେଳେ ମୋ ମୁଣ୍ଡ ପୁରା ଟିଣ ହେଇଯାଏ। ଗୋଟେ ହେଉଛି ଖାଇବା, ଆଉ ଗୋଟେ ହେଉଛି ସରି ହଗିବା ମାନେ ବେଳେ ମୁଁ ଟିକେ ଶାନ୍ତିର ଗାଡ଼ିଟା ଟିକେ ସାଇଡ଼୍ର ପାର୍କ କରିଦେଇକି ପ୍ୟାଣ୍ଟଟା ଖୋଲିକି ଜଷ୍ଟ ହକ୍ତେ ବଇଛି, ମାନେ ଗାଣ୍ଡରୁ ନେଣ୍ଡ ବି ବାହାର ନାହିଁ। ଏ ବୁକାଚୋଦା ସିଂହ କେଇଠି ଥିଲା କେଜାଣି ମୋ ଲିଙ୍ଗଟାକୁ ଦେଖିକି ଭାବିଛି କଳା କଦଳୀଟା। ବାଳ ଖାଇବ ଯୋଗୁରୁ ଦୌଡ଼ି ଦୌଡ଼ି ଆଉଛି ବାଳ, ଏ ଶାନ୍ତିର ହକ୍ତେ ବି ଦେଉନାହିଁ। ବାଳ ମୋ କତିରେ ପହଞ୍ଚିବା ଆଗରୁ ତା ମୁହଁକୁ ଗୋଟେ ମାରିଛି ସୁପରମ୍ୟାନ୍ ପହଞ୍ଚେ ପୁରା ରମନ ରେନ୍ ଷ୍ଟାଇଲର, ତା ପାନିଆ ଘର ଖସିଥିବ ବାଳ। ମତେ ଯାହା ଲାଗୁଛି ଆଗରୁ ଦିଟାଙ୍କର ଦାନ୍ତ ଆଉ କିଡନୀ ଯୋଉ ପେଟ କତରେ ଥିଲା ସେ ଗାଣ୍ଡି ପଟେ ବାହାରି ଯାଇକି ଠିକରି ପଳେଇଥିବ, କୁକୁର ମାନେ ଖାଇ ଦେଇଥିବେ ତା କିଡନୀଟାକୁ ବାଳ। ବୁକାଚୋଦା ଜନ୍ମରୁ ଆଜି ପର୍ଯ୍ୟନ୍ତ ବାଳ ବଣର ରହୁଛୁ, ଶଳା ଡିଫରେନ୍ସ ଜାଣିପାରୁନୁ ଲିଙ୍ଗ ଆଉ କଦଳୀ ଭିତରେ। ବାଳ ପେଣ୍ଟ ଖୋଲିଦେବାକୁ ଭାବି ଦେଇଛି କଦଳୀଟା ଉଳି ପଡ଼ିଛି ଆଉ ବାଳ, କଦଳୀଟା ପେଣ୍ଟ ଭିତରେ ରୁହେ ବାଳ, ଗଛରେ ରୁହେ। ବୁକାଚୋଦା ସିଂହ ଇଲିଟ୍ରେଟ୍ ମୁଁ ଖାଲି କୁହେ ନାଇଁ ବାଳ ଚାଲେ ବାଳ କଦଳୀ ଖାଇବୁ ଚାଲେ, ମୁଁ ଦେବି ମୋ କଳା କଦଳୀ ଦେବି, ପାଟର ପୁରେଇ ଦେବି, ଚାଲେ ବୁକାଚୋଦା ଚାଲେ।